आत्मनम हे ज्योतिष विशारद ज्ञानी गुणी गोटे सरल प्रश्न उत्तर दिंतु। काली गोटे जातक मैं देखिली से जातकर नवमाधिपति हेले मंगल किंतु अछंती द्वादश घरे कर्कटरे। एठारे मंगल जोगकारक की से जातकर मालिक को सहाय हेबे कि ए विषय मु काली आपन बुझेबी किंतु आपण माने से उत्तर देवा चेष्टा करंतु। बंधु द्वादश घरे थिबा ग्रह माने सुफल दियंतिनी व्यय कराती किंतु शुक्र थिले भल फल दियंते बोली काली मु कहिथिली। आमे ए विषय काली विशेष आलोचना करिबा। एबे आलोचना करिबा रविवार को नहीं 9 तारीख रविवार। ये दिन सूर्य अस्त जीवे 6:17 परे उदय हेबे 5:26 परे। बंद समय दिन 4:41 रु 6:17 मध्य। मेष राशि रविवार 9 तारीख मेष राशि रो द्विजा नक्षत्र रो दिन 2:43 रु अशुभ। आज मेष राशि रो घातवार हेले आज एमाने सुसंवाद शुणी खुशी हेबे। भाई सह मधुर संपर्क रहिबो। कृत कर्म पाई अनुताप करिवे। आय अमल पाई प्रकृष्ट दिन एथिपाई पूर्व योजना लोड़ा तथा समय रे यथोचित उद्यम कले आशातीत अर्थ करगत हेबो। स्वास्थ्य समस्या नहीं जदि विनीत हेबे तले बड़ मंगल हेबो। समस्ते कहिबे आ केते बढ़िया लोक। वृष राशि रविवार 9 तारीख वृष राशि रोहिणी नक्षत्र दिन 2:43 पर अशुभ। आज शत्रु वृद्धि घटी पारे। मौनी कलहो नास्ति। शत्रु आसवे कौठू जदि आपण चुपचाप रहिबे सब जीर्ण करदेवे। जे जा कहूँ कौब ढो केही शत्रु हेबेनी। आज शत्रु सृष्टि हेबे से शत्रु आउ कई नुह। आज जो शत्रु हेबे निज मन ही निजर शत्रु हेब। निज प्रकृति और चरित्र ही निजर शत्रु। अन्य केही आसी आपणक सह शत्रुता करिवेनी। एणु कहा जाए मन तोहर निज गुरु। अभिमानिनी पत्नी परी मन आजी अबुझा हेबो। जदि सतरे आपण बुद्धिमान और विचारवंत तथा ज्ञानी तेबे मन को संयत करंतु। मार्जित व्यवहार करंतु। बहु धनागम सह अनेक शत्रु मित्र हेबे। सबू आपण हाथर खेल। रविवार 9 तारीख मिथुन राशि आर्द्रा नक्षत्र दिन 2:43 ठारू अशुभ। आज आपण मानक प्रति विधाता अनुकूल। हे मिथुन राशि लोके आज आपण मानक प्रति विधाता अनुकूल। स्वास्थ्य मन और देह सुस्थ सुंदर और शक्ति संपन्न हेबो। माने स्वास्थ्य सुस्थ रहिबो मन सुंदर हेबो देह शक्ति संपन्न हेबो। उत्तम भोजन मिलिबो भल जीर्ण हेबो बंधु मिलन हेबो ओ सुसंवाद शुणिबे। जदि योजना मुताबक उद्यम करी मनोमिंजास खटाई पारिबे तेबे कर्म भूमि धन अजाड़ी देव। व्यवहार मार्जित हेले शत्रु मित्र परी आचरण करिवे। भाग्यवान आपण आज मिथुन राशि लोक माने।
ସବୁ ମିଳିବ। କୌଳିକ, ମୌଳିକ, ପାରିବାରିକ, ଆର୍ଥିକ, ବୌଦ୍ଧିକ, ବୈଷୟିକ ଆଉ ଚାରିତ୍ରିକ ସୁଖ ଶାନ୍ତି ମିଳିବ। ମିଥୁନ ରାଶିକୁ, କର୍କଟ ରାଶି। ରବିବାର 9 ତାରିଖ କର୍କଟ ରାଶି ଅଶ୍ଲେଷା ନକ୍ଷତ୍ର ଦିନ 2ଟା 43 ଠାରୁ ଅଶୁଭ କରିବେ। ବ୍ୟୟ ବୃଦ୍ଧି ହେବ, ମାତ୍ର ଆୟ କମି କମିଯିବ। ଯେଣୁ ଦୁର୍ଘଟଣା ଭୟ ଅଛି, ତେଣୁ ଯାନବାହନର ବ୍ୟବହାର ନ କଲେ ଭଲ। ଦେହ ମୁଣ୍ଡ ଅସୁସ୍ଥ ହେବ ଆଉ ଅବଶ୍ୟ ଅବଶ ଲାଗିବ, ଦୁର୍ବଳ ବୋଧ ହେବ, ମୁଣ୍ଡ ବିନ୍ଧିବ, ଅଣ୍ଟା ଦରଜ ହେବ, ଛାତି ଧଡ଼ଧଡ଼ ହେବ। କିଛି କନି ଜିନିଷ ନଷ୍ଟ ହୋଇଯାଇପାରେ ବା ଚୋରି ହୋଇଯାଇପାରେ ବା ହଜିଯାଇପାରେ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ତୁମ ପ୍ରତି ତୁମ ପ୍ରିୟଜନ ବି ଅପ୍ରୀତ ବ୍ୟବହାର କରିବେ। ତୁମର ବ୍ୟବହାରରେ ସଂଯମତା ନ ରଖିଲେ ବହୁତ ପସ୍ତେଇବ। ସିଂହ ରାଶି। ରବିବାର 9 ତାରିଖ ସିଂହ ରାଶି ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଦିନ 2ଟା 43 ଅଶୁଭ। ସମ୍ମାନ ହାନି ହେବ, ସାବଧାନ। ଆଲୋ ସଖୀ, ଆପଣା ମହତ ଆପେ ରଖି। ଆଜି ଭଳି ଦିନ ପୂର୍ବରୁ ନଥିଲା। ସେଦିନ ଥିଲା ଅନେକ ଦିନ ତଳେ। ଏମିତି ଏକ ଶୁଭ ଦିନ ଥିଲା। ଆଜି ସେହି ଦିନ ଆସିଛି, ଯେଉଁ ଦିନ ଆପଣ ସ୍ୱରବିଦ୍ଧ କୌଳିକ, ମୌଳିକ, ଆର୍ଥିକ, ବୌଦ୍ଧିକ, ବୈଷୟିକ ସୁଖ ପାଇଥିଲେ, ଆତ୍ମହରା ହୋଇଥିଲେ। ଆଜି ସେଇଭଳି ଦିନ ଆସିଛି ସିଂହ ରାଶି ପାଇଁ। ଆଜି ସୁଖ 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 ଆଉ ସୁଖ। ରୋଜଗାର ପାଇଁ ଯୋଜନା କରିଦିଅନ୍ତୁ। ମୁଣ୍ଡ ଖଟାଇ ଖଟନ୍ତୁ। ଆୟ ସହ ଲାଭ ବି ବଢ଼ିଯିବ। ସମାଜ ଆପଣଙ୍କୁ ସମ୍ମାନିତ କରିବ। ଆଜି ବଢ଼ିଆ ଦିନ ରବିବାର ସିଂହ ରାଶି ପାଇଁ। କନ୍ୟା ରାଶି। ରବିବାର 9 ତାରିଖ କନ୍ୟା ରାଶି ହସ୍ତା ନକ୍ଷତ୍ରର ଦିନ 2ଟା 40 ଠାରୁ ଅଶୁଭ। ଆୟ ବୃଦ୍ଧି, ପୁରୁଷମାନଙ୍କର ଘାତଚନ୍ଦ୍ର। ଦିନ ସାରା ଆପଣଙ୍କୁ ଖାଲି ଶାନ୍ତି, ସୁଖ, ଆନନ୍ଦ ମିଳିବ। ଯଦି ଆଳସ୍ୟ ତ୍ୟାଗ କରି କର୍ମ ଚଞ୍ଚଳ ହେବେ, ତେବେ ଶାନ୍ତି, ସୁଖ, ଆନନ୍ଦ ମିଳିବ। ସ୍ୱକର୍ମ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପନ୍ନ କରିବେ, ତେବେ ଧନୀ ହେଇଯିବେ। ଏହି କର୍ମ କ୍ଷେତ୍ର ହିଁ ଆପଣଙ୍କୁ ସମ୍ମାନ, ଆଦର, ଯଶ, ଖ୍ୟାତି ସହ ବିପୁଳ ଧନ ଦେବ। ଏଣୁ କର୍ମ ପ୍ରତି ସଚେତନ ହୁଅନ୍ତୁ। କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇନି କର୍ମଣ୍ୟେବାଧିକାରସ୍ତେ କର୍ମଣୁ ଏବ ତେ ଅଧିକାର ଅସ୍ତି। ବାସ୍ ଆଗେଇବା। ତୁଳା ରାଶି। ରବିବାର 9 ତାରିଖ ତୁଳା ରାଶି ସ୍ୱାତି ନକ୍ଷତ୍ରର ଦିନ 2ଟା 40 ଠାରୁ ଅଶୁଭ। ଭୟ ଆଶଙ୍କାର ଦିନ। ସବୁ କାମ କରିବାକୁ ଡର ଲାଗିବ। ଏଇ କାଚ ଗ୍ଲାସଟା କାଳେ ହାତରୁ ଖସିଯିବ କି ଡର ଲାଗିବ। ଗେଟ୍ ଖୋଲିବି, ବାହାରେ କିଏ ଜଗିଥିବ କି ପିଟିବା ପାଇଁ ଡର ଲାଗିବ। ସାଇକେଲ ନେଇ ବାହାରକୁ ଯିବି, ଧକ୍କା ହେଇଯିବ କି ଡର ଲାଗିବ। ଇତ୍ୟାଦି। ଦିନଟି ମନ୍ଦ ନୁହେଁ। ନେଇ ଆଣି ଥୋଇପାରିଲେ ସମସ୍ତେ କହିବେ ଆପଣ ଭଲ। ଏଣୁ ସ୍ଥିର ଚିତ୍ତରେ ନିଷ୍ପତ୍ତି ନିଅନ୍ତୁ। ମୁଁ ଆଜି ମୌନ ବ୍ରତ ପାଳନ କରିବି। ପ୍ରତ୍ୟୁତ୍ତର ଦେବିନି କି ଯୁକ୍ତି କରିବିନି। ସବୁ ଶୁଣି ଜୀର୍ଣ୍ଣ କରିଦେବି। କାହାକୁ ନେହୁରା ହେବିନି କି କାହାକୁ ପରାମର୍ଶ ଦେବିନି। ଏ କଥା ମାନିବେ ତ ଭଲ, ନ ମାନିଲେ ନିଶ୍ଚୟ ଭୟ ଆଶଙ୍କାରେ ଦିନ ଯିବ ଆଉ ଆପଣଙ୍କୁ ଅପମାନ ସହିବାକୁ ପଡ଼ିବ। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଉତ୍ତମା ମାନମିଚ୍ଛନ୍ତି ମାନୋ ହି ମହତାଂ ଧନଂ। ଉତ୍ତମ ଲୋକ ସମ୍ମାନ ଖୋଜନ୍ତି। ବିଛା ରାଶି। ରବିବାର 9 ତାରିଖ ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ଦିନ 2ଟା 40 ଠାରୁ ଅଶୁଭ। ଆଘାତ ପ୍ରାପ୍ତି ହୋଇପାରେ, ତେଣୁ ଜଗି ରଖି ଚଳନ୍ତୁ। ତରବର ହୁଅନ୍ତନି। ସହସା ବିଦଧୀତନ କ୍ରିୟାଂ ଅବିବେକୀ ପରମା ପଦଂ ବ୍ରଜେତ୍। ଆଜି ମହିଳାମାନଙ୍କର ଘାତଚନ୍ଦ୍ର।
ଦିନଟି କୌଣସି ପ୍ରକାରରେ ଶୁଭପ୍ରଦ ନୁହେଁ। ବି କେୟାରଫୁଲ୍। ବିବିଧ ସମସ୍ୟା ନେଇ ଉପଗତ ହେବ ଏ ଦିନ। ବହୁ ଅର୍ଥ ବ୍ୟୟ ହେବ, ଦୁର୍ଘଟଣା ଘଟିପାରେ, ପୂର୍ଣ୍ଣ ଅସୁସ୍ଥ ହେବେ, ଆୟ ଅମଳ ହେବନି, ଆପଣଙ୍କର ରୁକ୍ଷ ବ୍ୟବହାର ପାଇଁ ପ୍ରିୟ ଲୋକ ଅପ୍ରିୟ ହେବେ, ପାରିବାରିକ ଶାନ୍ତି ଭଙ୍ଗ ହେବ, ଆପଣା ଦୋଷେ ପ୍ରାଣୀ ମରେ। ବ୍ୟବହାର ସଂଯତ କରନ୍ତୁ। ବ୍ୟବହାର ଆଜି ଏତେ ରୁକ୍ଷ ହେବ ଯେ କେହି ଆପଣଙ୍କୁ ପସନ୍ଦ କରିବେନି। ଧନୁରାଶି ରବିବାର 9 ତାରିଖ ଧନୁରାଶି ପୂର୍ବାଷାଢ଼ ନକ୍ଷତ୍ରର ଦିନ 4ଟା 40 ଠାରୁ ଅଶୁଭ। ପ୍ରୀତି ବୃଦ୍ଧି ଘଟିବ। ଚିହ୍ନା ଅଚିହ୍ନା ପ୍ରିୟଜନ ହରିଜନ ସମସ୍ତେ ଆଜି ଆଦର କରିବେ, ସ୍ନେହ ବାଣ୍ଟିବେ। ହଠାତ୍ କୌଣସି ଅଙ୍ଗ ଖୁବ୍ ପୀଡ଼ିତ ହେବ। ହଠାତ୍ କିଛି ନଥିବ, ଦରଦ ହେଇଯିବ, ବିନ୍ଧିବ, ଛଟପଟ ଲାଗିବ, ମାତ୍ର କମିଯିବ। ଯେଣୁ ରାହୁ ପ୍ରସନ୍ନ ଅଛନ୍ତି ଧନୁରାଶି ପ୍ରତି, ତେଣୁ ଏହା କମିଯିବ। ବଡ଼ ବଡ଼ ବିପଦକୁ ରାହୁ ହିଁ ଆପଣଙ୍କୁ ରକ୍ଷା କରୁଛନ୍ତି। ରାହୁ ଏବେ ପ୍ରସନ୍ନ ଅଛନ୍ତି ଧନୁରାଶି ପ୍ରତି। ବହୁତ ବଡ଼ ବଡ଼ ବିପଦ ଆସିବ, କିନ୍ତୁ ରାହୁ ତାକୁ ସମ୍ଭାଳି ନେବେ। ଆଜି ଚନ୍ଦ୍ରମାଙ୍କର ଅନୁକୂଳ ସ୍ୱଭାବ ପାଇଁ, ମାନେ ଚନ୍ଦ୍ରମାଙ୍କ ଆନୁକୂଲ୍ୟରୁ ଆପଣ ବିପୁଳ ଧନ ପାଇବାକୁ ଯୋଗ୍ୟ ହେବେ। ହେଲେ ଏ ଧନ ପାଇଁ ଯଥା ସମୟରେ ଯଥେଷ୍ଟ ଶ୍ରମ କରନ୍ତୁ, ମାନସିକ ବିଚାର କରନ୍ତୁ, ମୁଣ୍ଡ ଖଟାନ୍ତୁ। ଆଉ କ'ଣ ଶୋଇକିରି କରି ରହିଲେ ପାଟିରେ ପଶୁ ପଶିଯିବ ସିଂହର? ନାଇଁ 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 ନାଇଁ। ମକର ରାଶି ରବିବାର 9 ତାରିଖ ମକର ରାଶି ଶ୍ରବଣା ନକ୍ଷତ୍ରର ଦିନ 4ଟା 40 ଠାରୁ ଅଶୁଭ। ଦ୍ରବ୍ୟ ଲାଭ ଯୋଗ ଅଛି। କଥାଟିଏ ଶୁଣାଯାଏ, ଦେଇଥିଲେ ପାଇ ନନା ଦେଇଥିଲେ ପାଇ, ପଡ଼ିଆ ଜମିରେ ନନା ଗୋଧନ ଚରାଇ, ନନା ଦେଇଥିଲେ ପାଇ। ଆପଣ ଅନ୍ୟକୁ ଦେଇଛନ୍ତି ବୋଧେ ପୂର୍ବେ, ତେଣୁ ଆଜି ପାଇବେ। ବୋଧହୁଏ ଆପଣ ଅତୀତରେ ସତ୍ପାତ୍ରରେ କିଛି ଦେଇଥିଲେ, ତେଣୁ ଦେଇଥିବା ଦ୍ରବ୍ୟ ବସ୍ତୁ ଧନ ବ୍ୟବହାର ଖାଦ୍ୟ ବସ୍ତ୍ର ଆଦିର ମୂଲ୍ୟ ଚକ୍ରବୃଦ୍ଧି ସୁଧ ହାରରେ ଆପଣ ଆଜି ପାଇବେ 6 ଗୁଣ। ଟଙ୍କାଟିଏ ଦେଇଥିଲେ 6 ଟଙ୍କା ପାଇବେ। ଆଳୁଟିଏ ଦେଇଥିଲେ 6ଟା ଆଳୁ ପାଇବେ। ଯଦି ଗୋଡ଼ି ଫୋପାଡ଼ିଥିବେ କାହା ଉପରକୁ, 6ଟା ଗୋଡ଼ି ମାନେ ଇଟା ଆସି ପଡ଼ିବ ମୁଣ୍ଡ ଉପରେ। ଯାହା ଦେଇଥିବେ ତାର 6 ଗୁଣ ଲାଭ ଆଜି ହେବ। ଶୋଧିଥିବେ କାହାକୁ, ଆପଣଙ୍କୁ 6 ଜଣ ଶୋଧିବେ। ବି କେୟାରଫୁଲ୍। ରାଗିବେନି ତ କର୍ମଫଳ, ଆଉ ରାଗିଲେ କ'ଣ ମିଳିବ? ତେଣୁ ଖାଦ୍ୟ ବସ୍ତ୍ର ଆଦିର 6 ଗୁଣ ପରିମିତ ପ୍ରତିଦାନ ଆଜି ପାଇବେ, ଯାହାକୁ ଲାଭ କୁହାଯାଏ। ଏଥିପାଇଁ କୁହାଯାଏନି ଟେକାର ଉତ୍ତର ଇଟାରୁ ମିଳେ। ଯାହା ଦେଇଥିବେ, ସ୍ନେହ ଆଦର ମମତା ପ୍ରୀତି ପ୍ରେମ ଦାନ ବସ୍ତୁ ଦ୍ରବ୍ୟ ବ୍ୟକ୍ତିତ୍ୱ, ତା ବି 6 ଗୁଣ ପାଇବେ। ମାଡ଼ ସୋଧା ଗାଳି ଟେକା ପଥର ଯାହା ଦେଇଥିବେ ତା ବି 6 ଗୁଣ ପାଇବେ। ତେଣୁ ଆପଣା କଲା କର୍ମମାନ ବେଳୁ ହୋଇବ ସାବଧାନ, ଜ୍ଞାନୀ ପା କହିଛନ୍ତି। ଏବେ କୁମ୍ଭ ରାଶି ରବିବାର 9 ତାରିଖ କୁମ୍ଭ ରାଶି ଶତଭିଷା ନକ୍ଷତ୍ରର ଦିନ 4ଟା 43ରୁ ଅଶୁଭ। ଅର୍ଥ କଷ୍ଟ ହେବ ଆଜି। ଅର୍ଥ କଷ୍ଟ ମାନେ ଆପଣଙ୍କ ବାକ୍ସର ଚାବି ହଜିଯିବ। ଟଙ୍କା ଥିବ, ଖର୍ଚ୍ଚ କରିପାରିବେନି, ଅର୍ଥ କଷ୍ଟ ହେବ। ମହିଳାଙ୍କର ଘାତ ଚନ୍ଦ୍ର ଆଜି ଏକ ସୁଖକର ଦିନ। ଯଦି ଦେବ ବ୍ରାହ୍ମଣ ପ୍ରିୟ ହେବେ ତେବେ ପାଇବେ। ପର ପାଇଁ କିଛି ସମୟ ଦେବେ ତ କିଛି ପାଇବେ। ତେବେ ଆପଣଙ୍କୁ ଆର୍ଥିକ ମାନସିକ ବୌଦ୍ଧିକ ଓ ପାରିବାରିକ ସୁଖ ନିଶ୍ଚୟ ମିଳିବ। ଏ ସମସ୍ତ ସୁଖ ସାମାନ୍ୟ ମିଳିବ, ସାମାନ୍ୟ, ବେଶୀ ନୁହେଁ। ଯାହା ପାଇବା ନ ପାଇବା ସାଙ୍ଗେ ସମାନ। ଏ ସୁଖର କିଛି ମୂଲ୍ୟ ନାହିଁ। ଯଦି ଯଥା ସମୟରେ ଯୋଜନାକୁ କାର୍ଯ୍ୟକାରୀ କରିବେ, ଆର୍ଥିକ ଲାଭ ପାଇଁ ଉଦ୍ୟମ କରିବେ ଓ
କର୍ମଭୂମି କୁ ମନ୍ଦିର ଭାବିବେ, କାୟ ମନବାକ୍ୟରେ କର୍ମ କରିବେ, ତେବେ ଆର୍ଥିକ ଅଭିବୃଦ୍ଧି ହେବ। ମୀନ ରାଶି ରବିବାର 9 ତାରିଖ ମୀନ ରାଶି ରେବତୀ ନକ୍ଷତ୍ରର ଦିନ 2ଟା 43 ଅଶୁଭ। ଅସୁସ୍ଥତା ଲାଗି ରହିବ ଏବଂ ଶାରୀରିକ କଷ୍ଟ ଅନୁଭବ କରିବେ। ପୁରୁଣା ରୋଗାକ୍ରାନ୍ତ ହୋଇ ପୁଣି ପୁରୁଣା ରୋଗ ଯେ ଆଗରୁ ହେଉଥିଲା ଆପଣଙ୍କୁ, ପେଟ କାମୁଡ଼ା, ମୁଣ୍ଡ ବିନ୍ଧା ଯାହା ହୁଏ ଆପଣଙ୍କର, ଆପଣ ସାଙ୍ଗ ଯେଉଁ ରୋଗ ସେ ରୋଗ ଆଜି ଆପଣଙ୍କୁ ପ୍ରେମ କରିବ। ପୁରୁଣା ରୋଗରେ ଆକ୍ରାନ୍ତ ହୋଇ ଅନୁତାପ କରିବେ। ଆପଣଙ୍କ ପାଇଁ ଆପଣଙ୍କ ମା ବି ଅସୁସ୍ଥ ହେବେ। ଯାନବାହନ ପ୍ରତି ସତର୍କ ରୁହନ୍ତୁ। ରାସ୍ତା ମଝିରେ ହଇରାଣ ହେବାର ଯୋଗ ଅଛି। ମନ ଭଲ ରହିବନି। ଯଥା ସମୟରେ ଭୋଜନ ନ ମିଳିପାରେ। କୌଣସି ମିତ୍ର ଆଜି ଆପଣଙ୍କୁ ଖାଦ୍ୟ ଦାନ କରିବେ। ମିତ୍ର ଦତ୍ତ ଖାଦ୍ୟ ଖାଇ ଖୁସି ହେବେ, ପ୍ରଶଂସା କରିବେ। ସଞ୍ଜ ବେଳକୁ ଦିଅଁ ଦର୍ଶନ ଯୋଗ ଅଛି। ଯଦି ଈଶ୍ୱର ଚାହିଁବେ, ଯାହାକୁ କହନ୍ତି ଡୋରି ଲାଗିବ, ଯିବେ ଯାହେଲେ ନା। ବନ୍ଧୁ, ଈଶ୍ୱର ଚାହିଁଲେ ପୁଣି ଆମେ ଆସନ୍ତା କାଲି ଦୁଃଖ ସୁଖ ହେବା, ନହେଲେ ନାଇଁ। ରହିଲି ଭାଇ, ନମସ୍କାର।